ତମେ ଗୋଟେ କେମିତି ବାପା ହବ ବୋଲି ଭାବିଛ? ମୁଁ ଗୋଟେ କେମିତି ବାପା ହେବି, ଗୋଟେ ଭଲ ବାପାଟେ ହେବି ଯିଏକି ତାର ପିଲା ଛୁଆଙ୍କର ସବୁ କଥା ଶୁଣୁଥିବ ଆଉ ସବୁ କଥା ମାନୁଥିବ। ଏମିତି ନୁହଁ କି ଦେଖ ମୁଁ ଗୋଟେ ମତେ ଲାଗୁଛି ମୁଁ ଗୋଟେ ଏମିତିଆ ବାପା ହେବି ଗୋଟେ ପାରାଲାଲ ୟୁନିଭର୍ସରେ ଯେମିତି ଏମିତିଆ ବାପା କେହି ନଥିବେ। ଆଚ୍ଛା ମାନେ ଯେମିତି ଦେଖ ଆମକୁ କଣ ଏସି ଟିକେ ଲଗେଇଲେ ବାପା ମାନେ କହୁଛନ୍ତି ଏ ଏସି କାଇଁ ଲଗେଇଲୁ, ଇଲେକ୍ଟ୍ରିକ ବିଲ୍ ତୁ ଯାଉଛୁ, ହେ ବନ୍ଦ କର ଏସି। ତ ମୁଁ କିନ୍ତୁ କହିବି ପୁଅ ଏସିରେ ଶୋଇଛୁ, ହଉ ଠିକ ଅଛି ଶୋ, କିଛି ଅସୁବିଧା ନାହିଁ, ମୁଁ ଆଉ ଟିକେ ମାନେ ବଢେଇ ମାନେ କମେଇ ଦଉଛି ଏସିଟା, ତୁ ଆରାମସେ ଶୋ, ଫ୍ୟାନଟା ବି ଲଗେଇ ଦଉଛି, ତୁ ଆରାମସେ ଶୋ ହେଲା। ଆଉ ତାପରେ ବାପା ଏମିତି କହୁଥିବ କି ଆଉ ପୁଅ ତୁ ଏତେ ରାତିରେ ଯୋଉ ସରି ପୁଅ ମାନଙ୍କର ଲେଟରେ ଆସିଛି ହେଲା, ମାନେ 10ଟାରେ ଆସିଛି, ରାତି 10ଟାରେ ବାପା କହୁଥିବ କି ଆଉ ରାତି 10ଟାରେ ପଳେଇ ଆଇଲୁ, ତୋର କଣ କେହି ସାଙ୍ଗସାଥି ନାହାନ୍ତି ନା କଣ, ଯା 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 ବୁଲିବୁ, ଯା ସାଙ୍ଗସାଥି ମାନଙ୍କ ସାଙ୍ଗରେ ବୁଲିବୁ, ରାତି 12ଟାରେ ଏକାଥରେ ଆସିବୁ। ମାନେ ସେମିତିଆ ବାପା ହବାକୁ ଚାହୁଁଛି। ଏମିତିଆ ବାପା ମାନେ ମୁଁ ଭାବୁଛି କି କାହାକୁ ମିଳିବେ କି ନ ମିଳିବେ, ବଟ୍ ମୁଁ ସେମିତି ହେଇକି ଦେଖେଇବି। ପ୍ଲିଜ ହବ, ପ୍ଲିଜ, ମୁଁ ବହୁତ ଖୁସି ହେବି। ତାପରେ ପଛେ ପିଲା ବର୍ବାଦ ହେଇଯାଉ, ବଟ୍ ଏମିତିଆ ବାପା ହେଲେ ପିଲା ଖୁସି ହେବେ, ମୁଁ ଜାଣିଛି। PSA Talks.